यदा यदा हि धर्मस्य ग्लानिर्भवति भारत अभ्युत्थानम् अधर्मस्य तदात्मानं सृजाम्यहम् परित्राणाय साधूनां विनाशाय च दुष्कृतं धर्म संस्थापनार्थाय संभवामि युगे युगे। ଯେଉଁ ଯେଉଁ ସମୟରେ ସନାତନ ଧର୍ମର ହ୍ରାସ ହୁଏ ସେତେବେଳେ ଭଗବାନ ଅବତାର ଗ୍ରହଣ କରି ଏହି ଧର୍ମର ସଂସ୍ଥାପନ କରିଥାନ୍ତି। ଦର୍ଶକ ବନ୍ଧୁ, ପୃଥିବୀରେ ମୁଖ୍ୟତଃ ଚାରିଟି ଧର୍ମ ରହିଛି। ହିନ୍ଦୁ ଧର୍ମ ବା ସନାତନ ଧର୍ମ, ମୁସଲିମ ଧର୍ମ, ବୌଦ୍ଧ ଧର୍ମ ଏବଂ ଖ୍ରୀଷ୍ଟ ଧର୍ମ। ଏହି ଚାରିଟି ଧର୍ମ ମଧ୍ୟରୁ ପ୍ରତ୍ୟେକ ଧର୍ମର ଅନୁଗାମୀଙ୍କ ସଂଖ୍ୟା କୋଟି କୋଟି। ଏହି ଚାରି ଧର୍ମ ଭିତରେ ଆଉ କେତେକ ଗୌଣ ଧର୍ମ ମଧ୍ୟ ରହିଛି। ହିନ୍ଦୁ ଧର୍ମ ବା ସନାତନ ଧର୍ମକୁ ଛାଡ଼ି ଅନ୍ୟ ତିନି ଧର୍ମର ମୂଳରେ କୌଣସି ବ୍ୟକ୍ତି ବିଶେଷ ବା ଧର୍ମ ପ୍ରବର୍ତ୍ତକ ଭାବରେ ଦେଖାଯାନ୍ତି। ଯେପରି ମୁସଲମାନ ଧର୍ମର ମୂଳରେ ମହମ୍ମଦ ସାହେବ, ବୌଦ୍ଧ ଧର୍ମର ମୂଳରେ ଗୌତମ ବୁଦ୍ଧ ଏବଂ ଖ୍ରୀଷ୍ଟିଆନ ଧର୍ମ ମୂଳରେ ଯୀଶୁଖ୍ରୀଷ୍ଟ। କିନ୍ତୁ ଦର୍ଶକ ବନ୍ଧୁ, ଠିକ୍ ସେହିପରି ହିନ୍ଦୁ ଧର୍ମ ବା ସନାତନ ଧର୍ମ ମୂଳରେ କୌଣସି ବ୍ୟକ୍ତି ବିଶେଷ ନାହାନ୍ତି। କାରଣ ହିନ୍ଦୁ ଧର୍ମ କୌଣସି ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇନାହିଁ। ଏହା ଅନାଦି କାଳରୁ ଚଳି ଆସିଛି। ଭଗବାନ ଯେପରି ସନାତନ ଶାଶ୍ୱତ, ହିନ୍ଦୁ ଧର୍ମ ମଧ୍ୟ ସେହିପରି ସନାତନ। ତେଣୁ ଶ୍ରୀମଦ୍ ଭାଗବତ ଗୀତାର 14ତମ ଅଧ୍ୟାୟ 27ତମ ଶ୍ଲୋକରେ ଭଗବାନ ସନାତନ ଧର୍ମକୁ ନିଜର ସ୍ୱରୂପ ବୋଲି କହିଛନ୍ତି। ବ୍ରାହ୍ମଣୋ ହିଁ ପ୍ରତିଷ୍ଠାହଂ ଶାଶ୍ୱତସ୍ୟ ଧର୍ମସ୍ୟ। ସେଇଥିପାଇଁ ହିନ୍ଦୁ ଧର୍ମକୁ ସନାତନ ଧର୍ମ କୁହାଯାଏ। ଆହୁରି ମଧ୍ୟ ଦର୍ଶକ ବନ୍ଧୁ, ଶ୍ରୀମଦ୍ ଭାଗବତ ଗୀତାର 11 ଅଧ୍ୟାୟ 18ତମ ଶ୍ଲୋକରେ ଅର୍ଜୁନ ମଧ୍ୟ ଭଗବାନଙ୍କୁ ସନାତନ ଧର୍ମର ରକ୍ଷକ କହିଛନ୍ତି। ତ୍ୱମ ବ୍ୟୟଃ ଶାଶ୍ୱତ ଧର୍ମଗୋପ୍ତା। ଭଗବାନ ମଧ୍ୟ ଏହାକୁ ସୃଷ୍ଟି କରିନାହାନ୍ତି, ବରଂ ସେ ଏହାକୁ ସଂସ୍ଥାପନା ଓ ରକ୍ଷା କରିବା ପାଇଁ ଅବତାର ଗ୍ରହଣ କରିଛନ୍ତି। ଏକଥା କହିବାର ତାତ୍ପର୍ଯ୍ୟ ଦର୍ଶକ ବନ୍ଧୁ, ଉତ୍ପନ୍ନ କରିବା ଏବଂ ଅନ୍ୱେଷଣ କରିବା ମଧ୍ୟରେ ଅନେକ ପ୍ରଭେଦ ରହିଛି। ଯେଉଁ ଜିନିଷ ଆଗରୁ ନଥାଏ ତାହା ଉତ୍ପନ୍ନ ହୁଏ, କିନ୍ତୁ ଯାହା ଆଗରୁ ଥାଏ ତାକୁ ଅନ୍ୱେଷଣ କରାଯାଏ। ମୁସଲମାନ ଧର୍ମ, ବୌଦ୍ଧ ଧର୍ମ ଏବଂ ଖ୍ରୀଷ୍ଟିଆନ ଧର୍ମ, ଏହି ତିନି ଧର୍ମ ମନୁଷ୍ୟର ମସ୍ତିଷ୍କରୁ ଉତ୍ପନ୍ନ। ମାତ୍ର ସନାତନ ହିନ୍ଦୁ ଧର୍ମ କୌଣସି ବ୍ୟକ୍ତି ବିଶେଷଙ୍କ ମସ୍ତିଷ୍କରୁ ଉତ୍ପନ୍ନ ହୁଏନି। ଏହା ବିଭିନ୍ନ ମୁନି ଋଷିମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୱେଷଣ। ତେଣୁ ଦର୍ଶକ ବନ୍ଧୁ, ହିନ୍ଦୁ ଧର୍ମର ଜନ୍ମଦାତା ଭାବରେ କୌଣସି ବ୍ୟକ୍ତି ବିଶେଷଙ୍କ ନାମ ଉଲ୍ଲେଖ କରାଯାଇ ନପାରେ, କାରଣ ଏହା ଅନାଦି, ଅନନ୍ତ ଏବଂ ଶାଶ୍ୱତ। ପ୍ରତ୍ୟେକ ପ୍ରାଣୀର ଉଦ୍ଧାର ନିମିତ୍ତ ହିନ୍ଦୁ ଧର୍ମରେ ଯେତେ ଗଭୀର ଭାବରେ ବିଚାର କରାଯାଇଛି, ଅନ୍ୟ କୌଣସି ଧର୍ମରେ ସେତେ ଦେଖିବାକୁ ମିଳିନଥାଏ। ହିନ୍ଦୁ ଧର୍ମର ସମସ୍ତ ସିଦ୍ଧାନ୍ତ ପୂର୍ଣ୍ଣ ରୂପରେ ବୈଜ୍ଞାନିକ ଏବଂ କଲ୍ୟାଣପ୍ରଦ। ତେଣୁ ହିନ୍ଦୁ ଧର୍ମ ଶାଶ୍ୱତ ଏବଂ ସର୍ବଶ୍ରେଷ୍ଠ ଧର୍ମ। ବ୍ୟୁରୋ ରିପୋର୍ଟ, ଲିଭ୍ ଲାଇଫ୍ ଓଡ଼ିଆ।